क्या बोला पहले जा क्लास में लिखी सर बाड़ी बोले जोड़ी गई पढ़ा लिखी ना से की पढ़ी की पढ़ा से जे पढ़ा से छाड़ी ना मैंने छाड़ी ମାନେ କଥା କି ମାନେ ପଢିଥିଲା ମାନେ ଲେଖିବା ପାଇଁ ସେଟା ଗ୍ରାମାର ଲେଖିବା ଏ ସର୍ବନାମର ଲେଖିବା ପାଇଁ କେତେଟା ପାର୍ଟ ଅଛି ତାକୁ ଛାଡିବି ମାନେ ଗ୍ରାମାର ଗୋଟେ ଗ୍ରାମାର ଲେଖୁଛି तो केही नाथे पढ्ने का आमा पढाउँदै नि को ब्याग पाठ पढ्नु दीपेश पढाइଥିଲା ନା दीपेश पढाइଥିଲା दादा कविता कवि किए विश्वजीत कौन किए ତାଙ୍କର କେଉଁ କାର୍ଯ୍ୟ ରହିଛି ଦାଦା କୌନା ବୈଦେହିକ ବେଳା କେତେ ଛାନ୍ଦରୁ ଛାନ୍ଦ କଣ ଚକ୍ର କେବେ ମନେ ନାହିଁ ବିଷୟ ମନେ ଅଛି ରାମ ଅଲଗା ବିଷୟ ରାମ ସୁଗ୍ରୀବ କୁଆଡେ ଯାଇଥିଲେ ଆଉ କୋଉଠି ଦେଖା ହେଇଥିଲା ଜଙ୍ଗଲରେ ଦୁଇ ଜଣଙ୍କୁ ସମଦଶା ବୋଲି କାହିଁ କୁହାଯାଏ ପଳେଇଥିଲେ ନା କି ହରଣ ଆଉ ପୁଣି
ये भी जंगल में रहउଥିଲେ नहीं सूर्य वंशर जंगल नथिले विभा वंश कौन को वंश सूर्य वंश तो पढ़ेगा ना पूर्व अगर को बुझार अछि सरव अर्थ कौन सरव अष्टपद विशिष्ट मृग नहीं ତାଙ୍କର ଦିଟା ପରୀକ୍ଷା କଣ ଥିଲା ତୀର ମାରିକି ଏମିତି ତୀର ମାରିବେ ଏମିତି ତୀର ମାରିବେ ଗୋଟେ ହଉଛି କଣ ଗୋଟିଏ ସାପ ଅଛି ନାଇଁ ଖାସ୍ ପରୀକ୍ଷା କଣ ଥିଲା ହିନ୍ଦୁ ବି ରାକ୍ଷସ ଥିଲେ ତାପରେ ସେ ମରି ଯାଇଥିଲା ତାର ଚର୍ମ ଆଉ ମାଂସ ଆଉ ତାର କଣ ହାଡ ସବୁ ମିଶିକି ଗୋଟେ ପର୍ବତ ହେଇଯାଇଥିଲା ସେଇ ପର୍ବତକୁ କଣ କରିବେ ନା ରାମଚନ୍ଦ୍ର ରାମ ମୂଳରେ ହାତରେ ଉଠେଇକି ଫୋପାଡ଼ିବେ ସେଇଟା ତାଙ୍କର ପ୍ରଥମ ପରୀକ୍ଷା ଦ୍ୱିତୀୟ ପରୀକ୍ଷା ସାତଟା ସାତଟା ବାଙ୍କରେ ଥିବ ତାକୁ ଗୋଟିଏ ତୀରରେ ତାର ଅଗ୍ରଭାଗକୁ ଛେଦନ୍ତି ନାଇଁ କିଛି ମନ ରଖୁନା ନାଇଁ ଦେଖ ଲାଷ୍ଟ କିଏ କହିଛନ୍ତି ସୁଗ୍ରୀବ କହିଛନ୍ତି କି ତମ ଶତ୍ରୁ କିଏ ମତେ ଦେଖାଅ ମୁଁ ତାକୁ ବଧ କରିବି ହେଲା ତାପରେ ତମେ 29 ପୃଷ୍ଠାରୁ ପଢା ହବ ଏଇ ପିଲାମାନେ ତମର ବୁଝାର ଅଛି ଟିକେ ପଢା ହେଇଥିଲା ବତିବାକୁ ଇଚ୍ଛା ଯେବେ ବାଳିକି ବଳ କଷ୍ଟ ଦୁନ୍ଦୁଭି ଅସ୍ତି ଟେକି ସେ କହୁଛନ୍ତି ଯଦି ତମେ ମାନେ ରାମଚନ୍ଦ୍ର କହିଲେ ନା ମୁଁ ଗୋଟିଏ ମାନେ ତୀରରେ ରାମଚନ୍ଦ୍ରଙ୍କୁ ମାରିଦେବି ତେଣୁକରି ସୁଗ୍ରୀବ କହୁଛନ୍ତି କି ତମେ ଯଦି ରାମଚନ୍ଦ୍ରଙ୍କୁ ମାରିବ ତାହେଲେ ତାଙ୍କର ବିଶ୍ୱାସ କି କାରଣ ମାନେ ବାଳିକା ବହୁତ ବଳଶାଳୀ ଥିଲେ ତେଣୁକରି ସେ କହିଥିଲେ କି ମୋର ଦିଟା ପରୀକ୍ଷାରେ ଯଦି ତମେ ମାନେ ସଫଳ ଅର୍ଜନ କରିବ ତାହେଲେ ଯାଇକି ମୁଁ ଜାଣିବି ଯେ ତମେ ବାଳିକି ମାରିପାରିବ କଣ ହେଇଛି ନା ଯଦି ତମେ ବାଳିକି ମାରିବାକୁ ଇଚ୍ଛା ପ୍ରକାଶ କରୁଛ ତାହେଲେ ତମେ ଦୁର୍ଗୁଭି ରାକ୍ଷସର ଅସ୍ଥିକୁ ଟେକିକିନା ମତେ ଦେଖାଅ ହେଲା ବିଜେ ରାମ ଶୁଣି ସେ ସନ୍ନିଧିରେ ବୃଦ୍ଧାଙ୍ଗୁଳିକି ବାମ ଚରଣରେ ମାନେ ବାମ ଗୋଡର ବୁଢା ଆଙ୍ଗୁଳି ହେଲା ବିନ୍ୟସ୍ତ ଯେ କଲେ ଅସ୍ଥିଗିରିରେ ବନେ ରୁହେ କରି କର କରିବେ ସେ କହୁଛନ୍ତି କି ହାତୀ କରି କର ହଉଛି ହାତୀର ଶୁଣ୍ଢ ହେଲା କଣ ହେଇଛି ନା ହାତୀ ଯେପରି କୌଣସି ମାନେ ପତ୍ରକୁ କି କୌଣସି ଫୁଲକୁ ଦେଖିଲେ ଯେପରି ତା ଶୁଣ୍ଢରେ ଆଣିକିନା ମାନେ ଯେମିତି ଆକାଶକୁ ଫୋପାଡେ ସେମିତି ରାମଚନ୍ଦ୍ର କଣ କଲେ ତାଙ୍କର ବାମ ମାନେ ଗୋଡର ମାନେ ବୃଦ୍ଧା ଆଙ୍ଗୁଳିରେ ସେମିତି ମାନେ ସେ ଦୁନ୍ଦୁଭି ରାକ୍ଷସର ଅସ୍ଥିକୁ ଉଠେଇକିନା ଫୋପାଡିଦେଲେ ମାନେ ହାତୀର ଯୋଉଟା ଉଦାହରଣ ଦେଇଥିଲି ହାତୀ ଯେମିତି ଫୋପାଡେ ସେମିତି ରାମଚନ୍ଦ୍ର ସେମିତି ଅସ୍ଥିକୁ ଫୋପାଡିଦେଲେ ବେଗେ ତୋଳିଲେ କଳିसे ଯେମନ୍ତ ବିହାରତେ ଫିଙ୍ଗି ଦେଲେ ତେମନ୍ତ ପଢେ ଶୁଭନ୍ତେ ଶବଦ ତହିଁରେ ବ୍ୟମ ଦୃଷ୍ଟି କିସ୍କିନ୍ଧା ବାସୁର ବ୍ୟମ ଅର୍ଥ ପିଲାମାନେ କଣ ଆକାଶ ଦେଖୁନ ବ୍ୟମ ଅର୍ଥ ଆକାଶ ହେଲା ମାନେ ମାନେ ସେ ଯେତେବେଳେ କଣ ହେଇଛି ନା କିସ୍କିନ୍ଧା ବାସୀ କଣ କିସ୍କିନ୍ଧା ରାଜ୍ୟରେ ମାନେ ସେ ରାକ୍ଷସର ଅସ୍ଥିଟା ପର୍ବତ ଭଳିଆ ହେଇଥିଲା ନା ଯେତେବେଳେ ରାମଚନ୍ଦ୍ର ପୁରା ବୃଦ୍ଧା ଆଙ୍ଗୁଳିରେ ଉଠେଇକି ଫୋପାଡି ଦେଲେ କିସ୍କିନ୍ଧାବାସୀ କଣ କଲେ ନା ଆକାଶକୁ ପୁରା ଆଶ୍ଚର୍ଯ୍ୟ ହେଇକିନା ସମସ୍ତେ ଅନେଇଲେ ଭିତରେ କିଲେ କି ମଇନା ଉଡି ଭିତରେ କିଲେ ମାନେ ଆଶ୍ଚର୍ଯ୍ୟ ହୁଏ ହେଲା ବଜ୍ର ଘାଏ ବହୁତ ଦୂରେ ପଡେ ମାନେ କଣ ନା କିସ୍କିନ୍ଧାବାସୀ ମାନେ କଣ ଭାବିଲେ ନା ଆଗ କାଳରେ ମାନେ ସବୁ ପର୍ବତ ମାନଙ୍କର ଥିଲା କଣ ନା ମୈନକ ବୋଲି ଗୋଟେ ପର୍ବତ ଥିଲା ନା ପର୍ବତ ମାନଙ୍କର ସବୁ ଡେଣା ଥିଲା ସେମାନଙ୍କ ଇଚ୍ଛାରେ ସେମାନେ ଯୋଉଠି ଚାହୁଁଥିଲେ ଉଡି ଉଡି ଯାଇକି ସେଇଠି ପଡୁଥିଲେ ହେଲା
କିନ୍ତୁ କିସ୍ତିନାବାସୀ କଣ କରିଥିଲେ ନା ଇନ୍ଦ୍ରଙ୍କୁ ପ୍ରାର୍ଥନା କରିଥିଲେ କି ତାଙ୍କର ବହୁତ କ୍ଷୟକ୍ଷତି ହଉଛି, ମାନେ ସେ ଚାଷ କରିଥିଲେ ତାଙ୍କ ଚାଷ ଜମିରେ ସେ ପାହାଡ ଉଡିକି ଆସି ପଡିବ କି ତାଙ୍କ ଘର ଉପରେ ଆସି ପଡିବ, ବହୁତ କ୍ଷୟକ୍ଷତି ହଉଥିଲା ନା। ସେଥିପାଇଁ କିସ୍ତିନାବାସୀ ଇନ୍ଦ୍ରଙ୍କୁ କଣ କରିଥିଲେ ପ୍ରାର୍ଥନା କରିଥିଲେ, ଏଇ ପାଟି କରୁନାହାନ୍ତି, ମାନେ ପ୍ରାର୍ଥନା କରିଥିଲେ କି ମାନେ ତାଙ୍କର ଘଡଘଡିରେ ମାନେ ବଜ୍ରାଘାତରେ ତାଙ୍କର ସବୁ ମାନେ ଡେଣାକୁ ଛେଦନ କରିବା ପାଇଁ। ଯେତେବେଳେ ଏତେ ଜୋର ସାଉଣ୍ଡ ହେଇଛି ମାନେ ଶବ୍ଦ ହେଇଛି, କିସ୍ତିନାବାସୀ ଭାବିଛନ୍ତି କି ଆମେ ଯୋଉ ପ୍ରାର୍ଥନା କରିଥିଲୁ କାହାକୁ ନା ଇନ୍ଦ୍ର ଦେବତାଙ୍କୁ, ଇନ୍ଦ୍ର ଦେବତା ବୋଧେ ଆମ କଥା ମାନେ ଆମକୁ ଆମ ଯୋଉ ପୂଜାରେ ସନ୍ତୁଷ୍ଟ ହେଇକି ବୋଧେ ତାଙ୍କର ବଜ୍ରାଘାତରେ ସେଇ ମୈନାକ ପର୍ବତର ଡେଣା ସବୁ ଛେଦନ କଲେ। ସେଇଥିପାଇଁ ଏତେ ଜୋର ମାନେ ଶବ୍ଦଟା ଶୁଭୁଛି। ମାନେ ଶୁଣି ସେ ଶନିପୁର ମାନେ ପୁରା ଉତ୍ସାହର ସହିତ ହେଲା। ରାମ ଯେତେବେଳେ ମାନେ ଶୁଣିଲେ କି ମାନେ ଏଇ ଗୋଟେ ଛୋଟ ପରୀକ୍ଷା, କିନ୍ତୁ ବାଳି ଯୋଉ ସୁଗ୍ରୀବ ଜାଣିନଥିଲେ ନା ମାନେ ସେ ଏତେ ବଡ ଦେବତା ବୋଲି, ମାନେ ସାଙ୍ଗେ ସାଙ୍ଗେ ମାନେ ଗୋଟେ ଚୁଟକିରେ ଉଠେଇ ଫୋପାଡିଦେବେ ବୋଲି ହେଲା। ତାପରେ ସେଠୁ କିଏ ବିତର୍କିଲେ କିସ୍ତିନାବାସୀ ପୁରା ଆଶ୍ଚର୍ଯ୍ୟ ହେଇଗଲେ। ବିକଳ୍ପତା ଉପୁଜିଲା ସୁଗ୍ରୀବେ ବଡ ବରୁଣେ ହୋଇଥିଲା ପୂର୍ବ, ମାନେ ତାଙ୍କ ମନରେ ଯେତେବେଳେ ସେମାନେ ରାମଚନ୍ଦ୍ରଙ୍କୁ ଦେଖିଲେ ପୁରା ଅତି ସହଜରେ ବାମ ଆଙ୍ଗୁଠିର ବୃଦ୍ଧା ଆଙ୍ଗୁଳିରେ ଏମିତି ଉଠେଇକିନା ଫୋପାଡି ଦେଲେ, ସେ ପୁରା ଆଶ୍ଚର୍ଯ୍ୟ ହେଇଗଲେ। କହିଲେ ଇଏ ତ ଆଗ ପୂର୍ବ କାଳରେ ଇଏ ତ ବହୁତ ବଡ ପର୍ବତ ହେଇଥିଲା, ଆଉ ଇଏ ତ ଗୋଟେ ବହୁତ ବଡ ରାକ୍ଷସ ହେଇଥିଲା ନାଇଁ, ଗୋଟେ ପାହାଡ ନିହାତି ମାନେ କେତେ ଓଜନ ହେଇଥିବ ହେଲା। ତାଙ୍କ ମନରେ ପୁରା ମାନେ ପୁରା ସନ୍ଦେହ ସୃଷ୍ଟି ହେଲା। ସେ କଣ ଭାବିଲେ, ବର୍ଷା ଆଦି ମାଂସ ଚର୍ମେ ସମ୍ପୂର୍ଣ୍ଣ ବିନାଶତ କୁତି ବସେ ସେମାନେ ହେଲା। ବର୍ଷା ଆଦି ମାନେ ବର୍ଷା ହଉଛି ମାନେ ଚର୍ବି ଆଦି ମାଂସ ଚର୍ମ, ତାଙ୍କର ମାଂସ ଚର୍ମ ଆଉ ତାଙ୍କ ଦେହର ସବୁ ଯେତେ ହାଡ ହେଲା ବିନାଶତ କୃତି ବସେ ସମାନ, ବିନାଶ ମାନେ ସେ ଯେତେବେଳେ ମରି ଯାଇଥିଲେ, ବିନାଶ କୃତିବଶ ମାନେ ପଚିଯିବା ହେଲା। ଆଉ ଜଣେ ଯେତେବେଳେ କୃତିବଶ ହଉଛି ପଚିଯିବା, ଯେତେବେଳେ ଆମର ଯୋଉ ଜୀବଜନ୍ତୁ ମରିଯାଆନ୍ତି ତାଙ୍କୁ ପକେଇଦେଲେ ସେମାନେ ଆସ୍ତେ ଆସ୍ତେ ପଚିଯିବେନି, ପଚିକି ମାଟିରେ ମେଲ୍ଟ କରିଯିବେ। ବିବସ୍ୱାନ କିରଣ, ବିବସ୍ୱାନ କିରଣ ଅର୍ଥ ସୂର୍ଯ୍ୟ କିରଣ ହେଲା। ବାଳି ତେବେ ଏ ରାଜା କହୁଛନ୍ତି ଯେତେବେଳେ ମାନେ ଉପୁଜିଲା ଏତେ ବଡ ରାକ୍ଷସ ଏତେ ବଡ ପର୍ବତକୁ ରାମଚନ୍ଦ୍ର ସାମାନ୍ୟ ତାଙ୍କ ବୃଦ୍ଧାଙ୍ଗୁଳିରେ ଉଠେଇ ଫୋପାଡ଼ି ଦେଲେ, ନା ନା ସେମିତି କେବେ ହେଇନଥିବ। ତାଙ୍କ ଯୋଉ ଖରାରେ ସୂର୍ଯ୍ୟ କିରଣରେ କଣ କଲ ତାଙ୍କର ଯୋଉ ମାନେ ମାଂସ ଆଉ ହାଡ ଆଉ ଚର୍ମ ସବୁ କଣ ହେଇଛି ନା ସବୁ ହାଲକା ହେଇଯାଇଛି, ମାନେ ସେ ପଚିକି ତାପରେ ସୁସ୍ଥ ଭାବ ହେଇଯାଇଛି କୋଉଠି ନା ଖରାପ ପଡି ପଡିକି ସୁସ୍ଥ ଭାବ ହେଇଯାଇଛି। ସେଥିପାଇଁ ସେ ପାହାଡଟା ହାଲକା ହେଇଯାଇଛି, ହାଲକା ହେଇଗଲା ପରେ ରାମଚନ୍ଦ୍ର ମନ୍ଦିର ଉଠେଇକି ଫୋପାଡ଼ି ଦେଲେ। ମାନେ ସିଏ ଏଇଆ ଭାବିଲେ, କିଏ ଭାବିଲେ ମନରେ ସନ୍ଦେହ ସୃଷ୍ଟି ହେଲା ହେଲା। ବୋଲେ କଥା ଏକ ଅଛି ଆହୁରି, ବଜ୍ରୁ ଆଣ୍ଟ ସପ୍ତଶାଳା ମାଧୁ, ସିଏ କହିଛନ୍ତି ମାନେ ଆଉ ଗୋଟେ କଥା, ଆଉ ଗୋଟେ ପରୀକ୍ଷା ଅଛି, ଗୋଟେ ପରୀକ୍ଷା ଗଲା, ଗୋଟେ ପରୀକ୍ଷା ରାମଚନ୍ଦ୍ର ସଫଳ ହେଲା ନା କଣ ହେଲେ ସଫଳ ହେଲେ। ଆଉ ଗୋଟେ କଥା ଅଛି, ମାନେ ଆଉ ଗୋଟେ ଦ୍ଵିତୀୟ ପରୀକ୍ଷା ତାଙ୍କର, କାହାର ନା ସୁଗ୍ରୀବଙ୍କର ହେଲା। ବଜ୍ର ଆନ୍ତ ସପ୍ତଶାଳା ମାଧୁରୀ, ସେ କହୁଛନ୍ତି ମାନେ ବଜ୍ର ଆନ୍ତ ଠାରୁ ବି ଆହୁରି କଣ ମାନେ କଷ୍ଟଦାୟକ କଣ ସପ୍ତଶାଳା, ସପ୍ତଶାଳାର ମାଧୁରୀ ମାନେ ସପ୍ତଶାଳାର ସୌନ୍ଦର୍ଯ୍ୟଟା ହେଲା। ହଁ ବଳି ଯାନ୍ତେ ଭାରା ମଣୁ ବସୁଧା ବଳ ଅଧା ରଖିଛି ତହିଁ ବେଦ, ବେଦ ଅର୍ଥ କଣ ବ୍ରହ୍ମା ହେଲା। ସେ କହୁଛନ୍ତି ବାଳି ଯେତେବେଳେ ପୃଥିବୀ ପୃଷ୍ଠରେ ଚାଲି ଚାଲିକିନା ଯାଉଥିଲେ, ସେତେବେଳେ କଣ ନା ମାନେ ଯୋଉ ବସୁଧା ନା ତାଙ୍କର ଭାରକୁ ସମ୍ଭାଳି ପାରିଲେନି, ମାନେ ସେ ବହୁତ ଓଜନ ମାନେ ବହୁତ ବଳଶାଳୀ ଥିଲେ ନା। ସେ ବ୍ରହ୍ମାଙ୍କୁ ପ୍ରାର୍ଥନା କଲେ କି ବାଳିଙ୍କର ଅଧା ବଳକୁ ମାନେ ରଖିବା ପାଇଁ କୋଉଠି ନା ସପ୍ତଶାଳାରେ, କି ତାଙ୍କର ଭାର ବସୁଧା ମାତା ଉଠେଇ ପାରୁନା ସମ୍ଭାଳି ପାରୁନା ହେଲା। ତାପରେ ଯୋଉ ବ୍ରହ୍ମା କଣ କଲେ ନା ସପ୍ତଶାଳାରେ ମାନେ ଗୋଟିଏ ସାପ ଯୋଉ ସାତଟା ମାନେ ବାଙ୍କ ହେଇକିନା ଶୋଇଥିବ, ତାର ଗୋଟିଏ ଗୋଟିଏ ବାଙ୍କରେ ଗୋଟିଏ ଗୋଟିଏ ଶାଳ ଗଛ ଉଠିଥିବ, ସେଇ ଶାଳ ଗଛରେ ଆମର ଯେମିତି ଲିକିଥିରେ ଏପଟ ସେପଟ ସବୁ ଯୋଉ ଦିଟା ନଥାଏ ଓଜନ, ଗୋଟାରେ ପାଲ ପକେଇବେ ଆଉ ଗୋଟାରେ ସବୁ ଜିନିଷ ରଖିବେ, ସେମିତିରେ ମାନେ ଗୁରୁ ଦ୍ରବ୍ୟ ମାନେ ଯେମିତି ଓଜନିଆ ଜିନିଷ ଆମେ ଯେମିତି ଯୋଉ ଓଜନ କରୁ ଯେମିତି କିଲୋ ବାଲିରେ, ସେମିତି ଓଜନିଆ ଜିନିଷ ଭଳିଆ ସାତଟା ଗଛରେ ତାର ବ୍ରହ୍ମା କଣ କଲେ ବାଳିର ମାନେ ଅଧା ବଳକୁ ନେଇକିନା ରଖିଲେ ହେଲା। ସେଇଟା ହଉଛି ସପ୍ତଶାଳା ମାଧୁରୀ। ବାଳି ଯାନ୍ତେ ଭାରା ମଣୁ ବସୁଧା ବଳ ଅଧା ରହିଛି ତହିଁ ବେଦା, ମାନେ
ବ୍ରହ୍ମା ନେଇକିନା ସେଇଠି ରଖିଲେ ବାଳିର ଅଧବଳ। କୋଉଠି ରଖିଲେ? ସପ୍ତଶାଳା। ବହେ ତୁଳା ପାତ୍ର ରହେ ସେମାନ ବିଭାଗରେ ଗୁରୁ ଦ୍ରବ୍ୟ ଯେତିକ। ଗୁରୁ ଦ୍ରବ୍ୟ ମାନେ ବହୁତ ଓଜନିଆ ଦ୍ରବ୍ୟ ହେଲା। ପିନ୍ଧି ଭେଦି ନ ପାରନ୍ତି ଇନ୍ଦ୍ରାଦି ବାଣ କରେ ପାରିବ ଯେବେ ଛେ। ସେ କହୁଛନ୍ତି କି ମାନେ ଇନ୍ଦ୍ର ଆଉ ଯେତେ ସବୁ ଦେବତା ଅଛନ୍ତି ସେ ସପ୍ତଶାଳାର ସାତଟା ବାଙ୍କରେ ଯୋଉ ମାନେ ସାତଟା ଗଛ ହେଇଛି କେହି ବି ହେଲେ ଗୋଟିଏ ତୀରରେ ମାନେ ସମଗ୍ର ମାନେ ସବୁ ସାତଟା ଗଛର ଅଗ୍ରକୁ ଛେଦନ କରିପାରନ୍ତି ନାହିଁ ହେଲା। ମାନେ ଇନ୍ଦ୍ର ଆଉ ସମସ୍ତ ଯେତେ ଦେବତା ରହିଲେ କେହି ବି ମାନେ ଛେଦନ କରିପାରନ୍ତି ନାହିଁ। ବାଣ କରେ ପାରିବ ଯେବେ ଛେଦ। କହୁଛନ୍ତି ଯଦି ତମେ ସେଇ ମାନେ ସାତଟା ଗଛକୁ ଯଦି ତମେ ଗୋଟିଏ ବାଣ କରେ ମାନେ ଛେଦି ପାରିବ ତାହେଲେ ମୁଁ ଜାଣିବି କି ତମେ ବାଳିକି ପାରିପାରିବ। ବିରାଧାରୀ ବୋଇଲେ କାହିଁ କାହିଁ ବଳି ମୁଖ ଶ୍ରେଷ୍ଠ ନେଇ ଦେଖ। ସେ କଣ କଲେ ବିରାଧାରୀ କିଏ ଏଠି ରାମଚନ୍ଦ୍ର। ବିରାଧାରୀ କହିଲେ ମାନେ ଯେତେବେଳେ ମାନେ ଏଇ ପରୀକ୍ଷାରେ ଦ୍ୱିତୀୟ ପରୀକ୍ଷାରେ ବି ସଫଳ ହେବେ ସେ କଣ କଲେ ନା ସାପର ମାନେ ଲାଙ୍ଗୁଡକୁ ଯାଇକି ତାଙ୍କର ବାମ ଗୋଡ ମାରିଦେଲେ। ସାପ କଣ କଲା ସିଧା ହେଇଗଲା। ତାପରେ ସେ ଗଛ ସବୁ ସିଧା ହେଇଗଲା। ରାମଚନ୍ଦ୍ର କଣ କଲେ ଗୋଟାଏ ତୀରରେ ମାନେ ସବୁ ମାନେ ଯୋଉ ଗଛର ଅଗ୍ରଭାଗକୁ ଛେଦ ହେଲା। ତାପରେ ସେଠୁ ବାଳି ଯେତେବେଳେ ମାନେ ଏଠି ତ ଦେଇନି ସରିଯାଇଛି ତାପରେ ସେଠୁ କଣ କଲେ ନା ବାଳି ମାନେ ବାଳିଙ୍କର ଗୋଟେ ଏମିତି ନଥିଲା କି ଯେତେବେଳେ ବ୍ରହ୍ମା ନେଇକିନା ତାଙ୍କ ଅଧାଶାଳାରେ ରଖିଥିଲେ ସେତେବେଳେ ତାଙ୍କୁ ଗୋଟେ ମାନେ ବର ବି ଦେଇଥିଲେ ମାନେ ତାଙ୍କ ସାଙ୍ଗରେ ଯିଏ ଯୁଦ୍ଧ କରିବ ତାଙ୍କର ଯାହା ସହିତ ଯୁଦ୍ଧ କରୁଥିବ ତାର ଅଧା ବଳ ବାଳିଙ୍କ ପାଖକୁ ପଳେଇବ। ତେଣୁକରି ରାମଚନ୍ଦ୍ର କଣ କଲେ ନା ଯେତେବେଳେ ସିଏ ବି ଜାଣିଥିଲେ ନା କଣ କଲେ ତାଙ୍କୁ ବାଳିକୁ ଲୁଚି କରିକି ମାରିଥିଲେ ହେଲା। ମାନେ ତାଙ୍କ ଆଗକୁ ଗଲେ ସିଏ ରାମଚନ୍ଦ୍ରଙ୍କର ଅଧା ବଳ ହେଇଯିବେ। ଜଣେ ଅଧା ବଳ ନେଇଗଲା ମାନେ ନିହାତି ଜିତିବେ ନା। ସେଥିପାଇଁ କଣ କଲେ ନା ଫାଷ୍ଟ ବାଳି ଯେମିତି ଦେଖାଯାଉଥିଲେ ସୁଗ୍ରୀବ ସେମିତିଆ ଦେଖାଯାଉଥିଲେ। ସେ ଫାଷ୍ଟ ଥରକଟା ଯେତେବେଳେ ମାନେ ବାଳି କଣ କରେ ନା ଗୁମ୍ଫା ଭିତରେ ରୁହେ ହେଲା। ଯେତେବେଳେ ସୁଗ୍ରୀବ ଯାଇ ଡାକିଛନ୍ତି କି ମୁଁ ତୋ ସାଙ୍ଗରେ ଯୁଦ୍ଧ କରିବି ସେତେବେଳେ ରାମଚନ୍ଦ୍ର ଜାଣିପାରିଲେନି ବାଳି କିଏ ସୁଗ୍ରୀବ କିଏ ମାନେ ଦି ଭାଇ ପୁରା ସମାନ ଥିଲେ ହେଲା। ତାପରେ ସୁଗ୍ରୀବ କଣ କଲେ ପଳେଇ ଆସିଲେ ହେଲା ମାନେ ଯୁଦ୍ଧରେ ଇଏ ପଳେଇ ଆସିଲେ। ତାପରେ ଆସି ରାମଚନ୍ଦ୍ରଙ୍କୁ କହିଲେ ମୁଁ ଏତେ କଷ୍ଟ କରି ଯୁଦ୍ଧ ଆରମ୍ଭ କରିଥିଲି କିନ୍ତୁ ତମେ ମାରିଲନି। ତ ସେ କହିଲେ ମୁଁ ତ ସୁଗ୍ରୀବ କିଏ ବାଳି କିଏ ମୁଁ ଚିହ୍ନି ପାରିଲିନି ମାରିବି କଣ। ତାପରେ ଦ୍ୱିତୀୟ ଥର ଗଲେ ସେଠୁ କଣ କଲେ ଗୋଟେ ଫୁଲମାଳ ପକେଇକିନା କିଏ ନା ସୁଗ୍ରୀବ ଯାଇଥିଲେ ହେଲା। ଯାଇଥିଲେ ସେଠୁ ତାଙ୍କୁ କଣ କଲେ ନା ଗଛ କନ୍ଦିରୁ ଖାଇକି ତାଙ୍କୁ ମାରିଲେ ତୀର କାହାକୁ ନା ବାଳି ହେଲା। ବାଳି ସେଠୁ ତାଙ୍କୁ କହିଲେ କି ମତେ କିଏ ତୀର ମାରିଲେ ତାପରେ ରାମଚନ୍ଦ୍ର ତାଙ୍କ ପାଖକୁ ଯାଇଥିଲେ। ସିଏ ସେଠୁ ସେତେବେଳେ କହିଥିବେ କି ମୋର ଦୋଷ କଣ ଯେ ମୁଁ ତମର କଣ ଦୋଷ କରିଥିଲି କି ତମେ ମତେ ଆଜି ମାନେ ମାରିଲ। ସେଠୁ ସେଇଠି ସିଏ ଗୋଟେ ଅଭିଶାପ ଦେଇଥିଲେ କି ମତେ ଯେମିତି ଲୁଚି କରି ମାରିଛ ତମକୁ ବି ସେମିତି ଆର ଜନ୍ମରେ କିଏ ଲୁଚି କରି ମାରିବ ତମର ସେଇଥିରେ ହିଁ ପ୍ରାଣ ଯିବ। ମାନେ ଆର ଜନ୍ମରେ ଯୋଉ ଶ୍ରୀକୃଷ୍ଣଙ୍କର ପାଦରେ ଯୋଉ ଜଳାଶୁଭର ତୀର ମାରିଥିଲେ ତାଙ୍କର ସେଇଠି ମାନେ ପ୍ରାଣ ତ୍ୟାଗ ହେଇଯାଇଥିଲା ସେଇଟା ହଉଛି ତାଙ୍କର ଅଭିଶାପ। ଏଥିରେ ଅଧା ଦେଇକି ଛାଡି ଦେଇଛି ନା ଅଧା ଦେଇକି ଛାଡି ଦେଇଛି। ଆମେ ପୂରଣ କରିଦବା ଆଁ ଆଁ କହିଲେ ତାପରେ ଦେଇଥାନ୍ତା କି ମାନେ ଖାଲି ଦେଇଦେଇଛି ରାମଚନ୍ଦ୍ର ଯାଇକି ଶକୁନ୍ତଳାର ବାଳିକୁ ପାଇକି ଘରେ ଖାଇଛି। ଏଇ ବଢ କୋଶ୍ଚିନ୍ ଆନ୍ସର ପଚାରେ। କଣ ହେଇଛି କଣ ହସୁଛ? ଯିବ କି ଯୁଦ୍ଧ କରିବାକୁ ବାଳି ସାଙ୍ଗରେ? ଦେଖ ପଢ କାହାର କୋଉଟା ବୁଝି ହେଲାନି ତାପରେ ଆମେ କୋଶ୍ଚିନ୍ ଆନ୍ସର ଦେଖିବା। ସେକେଣ୍ଡ ଇୟର ପାଠ ପଢ ସେକେଣ୍ଡ ଇୟର ପାଠ ପଢୁଛ? କରୁନ କେବେ କରିବ? ଏକ୍ସାମ ଚାଲିଛି। ସରିଗଲେ ଆଉ ଏବେ ଅଛି ଟେଷ୍ଟ କରିକି ନେବି ଥିବ ସେକେଣ୍ଡ ଇୟର ସିଲାବସ ଦେଖୁନ। ଫାଷ୍ଟ ସିଲାବସ କମ୍ପ୍ଲିଟ ହେଇଯାଉ ସେକେଣ୍ଡ ଇୟର ଆରମ୍ଭ କରିବାର ଅଛି। କାଲି ଯୋଉ ପିଲାମାନଙ୍କୁ ଯୋଉ ଏକ୍ସାମ କରିବ ତାଙ୍କର
ନାଇଁ ପଢିବାକୁ ଆମେ ପଢିବାନି ସେ ତ ପଢିରେ ସେ ପଚାରିବେ କି ପିଲା ସମୟ ଦେଇକି ପଢିକି ପଚାରିବ କୋଉଟା ବୁଝିପାରିଲନି କୋଉଟା ତମେ ଆସିନଥିଲ ତମେ ପଢିଛ ଦେଖିଲ ଗୋଟେ କ୍ଲାସରେ ନ ସେକେଣ୍ଡକୁ ଜମା କ୍ଲାସ କେହି ବନ୍ଦ କରିବ ହେଲା ସେକେଣ୍ଡକୁ କେହି କ୍ଲାସ ବନ୍ଦ କରିବ ସେକେଣ୍ଡରୁ ପାଠ ଆରମ୍ଭ
ये पचारिया ହେଇଗଲା ବୁଝିପାରିଲେ Hey, ଦେଖ question answer ବିବାହ ବସ୍ତୁ ହାତ ଦେଖିବ ବିବାହ ବସ୍ତୁ ବଂଶୀ ଜାତ ଅଙ୍ଗର ବିବାହ ବସ୍ତୁ ଶବ୍ଦର ଅର୍ଥ କଣ ଇତ୍ୟାଦି କଣ ବିବାହ ବସ୍ତୁ ବଂଶେ ବିବାହ ବସ୍ତୁର ଶବ୍ଦର ଅର୍ଥ କଣ ସୁଗ୍ରୀବ କେଉଁ ଦେଶର ରାଜା ଥିଲେ କୁହ ରାମ ସୁଗ୍ରୀବ କଣ ଖାଇ ବଞ୍ଚୁଥିଲେ କୁହ ବାଧା ମାତା ଭ୍ରାତାରେ ଉପୁଜିଛି ଭ୍ରାତା କଲି କାହାକୁ ବୁଝାଏ ରାମ ସୁଗ୍ରୀବରେ କାହାକୁ ସାଧିବା ପାଇଁ ଇଚ୍ଛା ଥିଲା କୁହ କାହାକୁ ସୁଗ୍ରୀବ ବାଳିଡରରେ କେଉଁଠି ଲୁଚୁଥିଲେ ତମେ କୁହ ସିଂହ ହାତୀକୁ ମାରିଲେ ମଧ୍ୟ କାହାକୁ କୋଉଟା ସିଂହ ହାତୀକୁ ମାରିଲେ ମଧ୍ୟ କାହାକୁ ଡରେ କିଏ ଜନ୍ମ ହେବା ମାତ୍ରେ ବାଳ ନେଇ ଧରିଥିଲେ ହନୁମାନ ରାମ ସୁଗ୍ରୀବ କାହାକୁ ସାକ୍ଷୀ ରଖି ମିତ୍ର ହେଲେ କୁନ୍ଦୁବି ଅସ୍ଥିକୁ ରାମଚନ୍ଦ୍ର କିପରି ଫିଙ୍ଗି ଦେଲେ ଆମ ହାତ ନୁହଁ ପାଦ ବଜ୍ର ଠାରୁ କାହାର ଅନ୍ତ ଅଧିକ ବିରାଧରୀ କିଏ ଚିତ୍ରତା କବିତାର କବି କିଏ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମସ୍ଥାନ କେଉଁଠି ये विषय যদি କିଛି ମନେ ରଖୁନାହାନ୍ତି କୁମୁଦର ନାଇଁ ଉପେନ୍ଦ୍ର ଭଞ୍ଜଙ୍କ ଚାରି ଗୋଟି କାବ୍ୟର ନାମ କୁହ ନାଇଁ ତମ କିନ୍ତୁ ଟିକେ ଚାରିଟା କାବ୍ୟ କୁହ ସବୁ ତଳକୁ ମୁହ କରିକିନା ବସିଲା ଧନ୍ୟବାଦ ରାମ ସୁଗ୍ରୀବ ମିତ୍ରତା ରାମ ସୁଗ୍ରୀବ ମିତ୍ରତା କେଉଁ କାବ୍ୟର ଅଂଶ ବିଶେଷ କେଉଁ ବେନିଗଣଙ୍କର ଏକଦୋଷ ପଡିଥିଲା ସୂର୍ଯ୍ୟଙ୍କ ପୁତ୍ର କିଏ ସୁଗ୍ରୀବ
पर धरतणे शब्दर अर्थ कौन हरण करनेबा काहार प्रबोधन रे बोध होई राम सुग्रीव जीवन धरिथिबे भ्राता मंत्री काहा पई रामचंद्र को वनवास बाधा उपजिछि विमाता पई नहीं काहा पई सुग्रीव को जीवन रे बाधा उपजिछि बड़ भाई बाळी रामचंद्र और सुग्रीवंकर काहा को विनाश करने को इच्छा अच्छी बैरी बा शत्रु ना राम सुग्रीव कहीं की मित्र है दी जन समदस्थापन पशुराज सिंह अति बलशाली कहा को डरे राम उत्साह कौन कहले कौन कहले सुग्रीव सीता केउ लोक थिले मध्य खोजाई आनी ब्रह्म लोक ये जन्म हेबा मात्र बाळ सूर्य देई धरिथिले राम सुग्रीव किपरि मित्र हेले बन्हीरा अग्नि से बन्ही कहबो यदि के मन न पड़ी ताले अग्नि ले हला अग्नि को साक्षी रही रामचंद्र सुग्रीव को काहा को देखाओ बोली कहिसंती सुग्रीव रामचंद्र को बाली को बध करने को हेले काहार अस्ति देखिबा को पड़िबो दुंदुभी राक्षसर अस्ति जणे एत बड़ पाटी थिलु तमे ए समेत मिसी कि ना तोर पाटी रामचंद्र हाँ रामचंद्र तांकर केउ पाद ओ आंगुली रे दुंदुभी अस्ति को टेकी पड़ाड़े दुंदुभी अस्ति पड़िवार शब्द सुनी किस्तिकार लोक माने कोन भाबिले बिराधारी शब्दर अर्थ कौन तमरा को विषय रहला सबु सारी ना अब गोटे अछि कोयर मिसुची এটা সেকেন্ড পাঠ পড়িবা ফার্স্ট পাঠ পড়িবানি আমরা एग्जाम দেবে सेकेंड पाठ स्टार्ट आउ गोटे दिटा माने क्लास में पढ़ते फास्ट ये पिला माने पत्र लिखण सब जानि चले हां जो नेक्स्ट क्लास को समस्त गोटे लेखि जानि दिबो टॉपिक तमे तम मन भाबी गोटे लेखि जानि किंतु कोही टॉपिक तम मन देखि तम माने केमिति लेखि तम सेकेंड टॉपिक ना लिखो ना तम माने लेखि ना अदर का टॉपिक हो एका टॉपिक हो ले काढ देखि ना लेखि तमे तो सांग पाखु चिठी लेखिबो जे कोन से तो पाठ पढा ऊपर हो हला कि तम जीवन लक्ष्य हो कि गोटे पूजा कर्माणी ऊपर हो जहां पर तुम सांग कटी चिठी लेखि ना आनी थीबो तो देखिबी तम माने तो केति लेखुछ तम माने ओडिया फल से लेखि बच्चो कि नाही एति नहीं पत्र जाओ पत्र लिखना फास्ट कर लेखा जानि जानि ना फास्ट देखो फास्ट माने नाम दबो लिखिबो कहा ऊपर एटी प्लेस और डेट लिखिबो नाम बुझला प्लेस डेट रो बां पटको टिके तळ होला तळको लिखिबो
प्रियर तुम सांग ना लिखो तुम बेस्ट फ्रेंड जा कभी ना लिखो तापर ता तळକୁ प्रियर तुम सांग ना लिखिबो तापर ता के तळକୁ वाक्य आरंभ करो हां वाक्य आरंभ मोर स्नेह नबु आउ कोन आ घरे जदि तार छोट भाई भौणी थिबो अंकल एसे कोन असला देखिबो आउ कोन लिखिबो दीटा पैराग्राफ में लिखिबो हला तापर लास्ट को कोन लिखिबो गोटे पैराग्राफ लिखला जेमिति कोन लिखिबो ना तम सांग तुमको चिट्ठी देथिला तमे चिट्ठी पाई कि ताको चिट्ठी लेखुछ कि लेखिबो कि मु तो चिट्ठी पाई बहुत खुशी हेली आ तू जानिया को चाहूथुलु कि तमरा जहा द्वारा मो जीवन लक्ष्य कि मो पाठ पढा विषय रे मो बे माने एटारे वर्णना करू कहि कि ता तळको पुनी आउटा पैराग्राफ आरंभ करि कि लेखिबो तमरा जहा टॉपिक थियो लेखिबो तीनटा पैराग्राफ तीनटा कल चलबो दीटा कल चलबो हला लेखिबो तापर लेखि साइला परे तळको लेखिबो कोन सना डाना से लेखिबो इति तोर हला तम निज ना लेखिबो तापर ए मझि लेखिबो ठिकाना देखि गोटा बॉक्स भया करिवो प्रेरक तमरो लेखिबो सांगो को कि आज के तमरो कहू तोर कहू जदि तमरो लेखिबो भी चलिबो ये तोर लेखिबो जगह सांगो को माने तमरो कोन दियो दिला सेतिरा कहली तोर लेखिबो तापर ठिकाना लिखिबो ठिकाना गोटा बॉक्स करिवो प्रेरक और प्रापक प्रेरक चलो प्रापक लिखले भी चलो जी पाइबो प्रेरक तमे तम एड्रेस दो तम ना लिखिबो तम ठिकाना लिखिबो तम पिन तम पोस्ट सब लिखिबो तम लिस्ट लिखिबो आ प्रापक जहा कते कि मन जहा सांग बको पड़तो हैना आ कोन कहया लेखि के आनिबो नेक्स्ट क्लास देखिबा आ केही कोड टीपी टापी कि जानि न निज भाषा लिखि दिबो टीपी टापी जानि न जानि दे आ जो दरखास्त हो लेखा यस मैम हाथी वाले तीन यस मैम ଆଉ ଗଦ୍ୟାଂଶ ପଦ୍ୟାଂଶ ଜାଣିଛ ମାନେ ପଡିଥିବ ଅନୁଚ୍ଛେଦ ଜାଣିନ ଜାଣିନ ଅନୁଚ୍ଛେଦ କଣ ମାନେ ପ୍ୟାसेଜ ପଡିଥିବ ପ୍ୟାसेଜ ପଡିଥିବ पांचटा क्वेश्चन पड़िथिବ तारि भितरु आंसर जो बाछी की लिखिबो एटा आसीबो आसीबो मुंड हले हां ऑडियंस पड़े पड़े परीक्षा रे पड़े तमर सेकंड ईयर अछि तमर जाने भी कहले पत्र लिखो दरखास्त सब सेकंड ईयर को अछि आउ कोन कहली ए जो गद्यांश पद्यांश सेटा भी सेकंड ईयर को अछि फर्स्ट ईयर फर्स्ट ईयर अछि सेकंड ईयर तुमको ये पत्र लिखन कहली हम विषय लिखो जो बढ़िया गोटे गोटे पेज तारी नेक्स्ट क्लास देखो केते पेज लिखला प्रश्न देखिए तुम ठीक करके आ गोटे गद्य भलिया गप भलिया देखिबो तो पढि कि ना करबो कि कष्ट हम खाली ताको बुझिकिनी पढ़िया पाई हम तो एक कहीं के सब्जेक्ट
ସବୁ ସବଜେକ୍ଟ ଗ୍ରାମାର ପକେଇବା ବିଶେଷ କାହାକୁ କୁହାଯାଏ ବିଶେଷ ବିଶେଷଣ ସର୍ବନାମ ବିଶେଷ କାହାକୁ କୁହାଯାଏ कौन विशेष पद का कुआजे जैसे लास्ट में भी कॉपी लिया पहले पद का कुआजे ग्रामेटिक्स को से लास्ट में भी को विशेष पद का कुआजे मैं तुमको पचली विशेष पद का कुआजे आंका सब बही ना देखि कहि नहीं तमे सुन और फिर लास्ट में क्वेश्चन ते लास्ट में भी हस्ती ताको सब कुछ बही कणा सत्ता को किसी बात बोलना वाह तमे प्रश्न कह से कितना नंबर बेसी हो लास्ट ताको तो आगे लाइन होते वाह नाच ये बेसी जो टोपी लगा जो पड़ना से बेसी हॉस्पिटल वाह दूसरा में जो आई मु तो कैसे बुझे दी आउ कैसे बुझे दी बुझी बार मते बुझा मु तो बुझे दिले समझ बुझा वाह कौन बा कौन ऐसे लास्ट में भी तम को डिस्कस करछ नहीं उदाहरण दे बुझो ना विशेष पद कहा कहला विशेष यदि कहा कहला एग्जांपल ए पिला माने जा पर बहिच जा को सब चारि कोने देखुछ से सब कोन विशेषण आ कोन ना तो अछि को हां फैन हला घंटा हला जा पर बसिच चेयर हला चाहा देखो तुम चारि पाखरे तुम सांगर ना सब होउछ छोटा छोटा बुझिए कोन तुम के करबो एटा मिसे तीन थर हला विशेष तो कितना प्रकार पांच प्रकार ए पांच प्रकार कोन कोन कहले विशेष कौन गोटा पशु गुणवाचक का तमे कहले गुणवाचक का गुणवाचक कोन अछि
ଗୁଣ ବିଜୁତି ମାନେ କଣ ଶାନ୍ତ ସରଳ ପିଲାଟି ବହୁତ କଣ ଦୁଷ୍ଟ ଦୁଷ୍ଟ ଗୁଣ ପିଲାଟି ବହୁତ ଶାନ୍ତ ଶାନ୍ତଟା ହଉଛି ଗୁଣ ତା ଦେହରେ କଣ ଅଛି ବସ୍ତୁବାଚକ ନାଇଁ ବସ୍ତୁବାଚକ କହିବା ବସ୍ତୁ ବସ୍ତୁକୁ ବୁଝଉଥିଲି ବସ୍ତୁବାଚକ ଧର କଣ କାଠ ଆଉ ନାମବାଚକ ଏଇ କଣ ପଚାରିଲି ନାମବାଚକ ତୋର ପାଟିରେ କହୁନ ମୁଁ କହୁଛି ତମ ଶୁଭୁନି କହୁନା ନାମ ରାମ ହରି ମାନେ ଦୁନିଆରେ ଯେତେ ସବୁ ରାମ ରାମ ଆଉ କଣ ଅଛି କ୍ରିୟାବାଚକ କୁହ କ୍ରିୟାବାଚକ କୁହ ପଢୁଛି ଖାଉଛି ଖେଳୁଛି ଏସବୁ ନା ନେକ୍ସଟ କ୍ଲାସରେ କଣ ପଢିବା ମାନେ କୋଉ ବିଷୟ ପଢିବା ଗ୍ରାମାର ଦେଖିବା କଣ ପଢିବା ଯିବା ଆଉ ପଢିବ ଫୋନ ନେବେ ମୁଁ ଏମିତି କହିଲି